ନମସ୍କାର। ଆଉ ଥରେ ମୁଁ ସ୍ୱାଗତ କରୁଛି ଆପଣମାନଙ୍କୁ ଆମ ଓଡ଼ିଆ ସାବ ସ୍କୁଲ ପାଠରେ। ପ୍ରିୟ ଶ୍ରୋତା, ମୁଁ ଆଶା କରୁଛି ଆମ ଓଡ଼ିଆ ସାବ ସ୍କୁଲ ପାଠ ଆପଣମାନଙ୍କୁ ଆଧ୍ୟାତ୍ମିକ ରୂପେ, ଶାରୀରିକ ରୂପେ ଓ ମାନସିକ ରୂପେ ସାହାଯ୍ୟ କରୁଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କର ସମସ୍ତ ମନୋକାମନା ସେ ପୂର୍ଣ୍ଣ କରନ୍ତୁ। ଆଉ ଏହି ସପ୍ତାହର ପାଠ ହେଉଛି ଜେରୁସାଲେମ ବିବାଦ। ଜେରୁସାଲେମ କଣ୍ଟ୍ରୋଭର୍ସି, ଏହା ହେଉଛି ଇଂରାଜୀରେ। ତାହେଲେ ଚାଲନ୍ତୁ ଏହା ଆରମ୍ଭ କରିବା ପୂର୍ବେ ଆମେ ସେହି ସର୍ବଶକ୍ତି ପରମେଶ୍ୱରଙ୍କ ଠାରେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଜମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ ବର୍ତ୍ତମାନ ଯେଉଁ ସମୟ ଆମମାନଙ୍କୁ ଦେଇଅଛ ତୁମ ସେହି ସବସ୍କୁଲ ପାଠ ପଢ଼ିବା ପାଇଁ, ଏହା ଜାଣିବା ପାଇଁ, ଏହା ବୁଝିବା ପାଇଁ ଆମମାନଙ୍କୁ ଶକ୍ତିରେ, ଜ୍ଞାନରେ, ବୁଦ୍ଧିରେ ପରିପୂର୍ଣ୍ଣ କର। ଶତ୍ରୁ ଶୟତାନ ହସ୍ତରୁ ଆମମାନଙ୍କୁ ସୁରକ୍ଷାରେ ରଖ। ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ, ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦେବ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ଭିକ୍ଷା ମାଗୁଛି, ଶୁଣି ଗ୍ରହଣ କର। ଆମେନ୍। ବନ୍ଧୁ, ଏହି ସପ୍ତାହରେ ବିଶେଷ ଭାବରେ ଆମେ ଆଲୋଚନା କରିବାକୁ ଯାଉଅଛୁ ଜେରୁସାଲେମ ବିବାଦ ବା ଜେରୁସାଲେମରେ ଯେଉଁ ବିବାଦ, ତା ବିଷୟରେ ଆମେ ଶିକ୍ଷା କରିବା। ତା ପୂର୍ବେ ଚାଲନ୍ତୁ ଆମ ଏହି ସପ୍ତାହର ପାଠ ସ୍ୱର୍ଣ୍ୟ ପାଠ ଆଉ ସୈନ୍ୟ ପଦ ଉପରେ ଆଲୋଚନା କରିବା। ପୁଣି ତୁମେମାନେ ଯେକୌଣସି ସମୟରେ ପ୍ରାର୍ଥନା କରିବାକୁ ଠିଆ ହୁଅ। ଯଦି କାହାରି ବିରୁଦ୍ଧରେ ତୁମମାନଙ୍କର କିଛି କଥା ଥାଏ, ତାହେଲେ କ୍ଷମା କର, ଯେପରି ତୁମମାନଙ୍କ ସ୍ୱର୍ଗସ୍ଥ ପିତା ମଧ୍ୟ ତୁମମାନଙ୍କର ଅପରାଧ ସବୁ କ୍ଷମା। ବନ୍ଧୁ, ଯୀଶୁ ଏବଂ ଧାର୍ମିକ ନେତାମାନଙ୍କ ମଧ୍ୟରେ ପାଞ୍ଚଟି ବିବାଦର ଏକ ଶୃଙ୍ଖଳା, ଯାହା ଆମେ ମାର୍କ 2:1-28 ପାଉଛୁ ଏବଂ 3ରେ ଲିପିବଦ୍ଧ ହୋଇଅଛି। ତା ଛଡ଼ା ଅଧ୍ୟାୟ 3ରେ ମଧ୍ୟ ଏହା ଲିପିବଦ୍ଧ ହୋଇଅଛି। ଆଉ ଆମେମାନେ ଏହି ସପ୍ତାହର ଶିକ୍ଷାରେ ଯେତେବେଳେ ଯୀଶୁ ଜେରୁସାଲେମରେ ପହଞ୍ଚିଲେ ଆଉ ଧାର୍ମିକ ନେତାମାନଙ୍କ ସହିତ ତାଙ୍କର 6ଟି ବିବାଦ, ଯାହା ଆମେ ଦେଖୁଛୁ, ଆଉ ଏହି 2ଟି ବିବାଦ ତାଙ୍କ ପୃଥିବୀ ସେବାର ପୁସ୍ତକ ପରି ପ୍ରତ୍ୟେକ ସେଟ୍ ଖ୍ରୀଷ୍ଟ ଜୀବନର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରେ। ଯୀଶୁଙ୍କ ନିର୍ଦ୍ଦେଶ ଏପରି, ଏହି ବିବାଦୀୟ ପରିସ୍ଥିତି ମଧ୍ୟରେ ବିଶ୍ୱାସ, ମୌଳିକ ପ୍ରସଙ୍ଗ ଏବଂ ଦୈନନ୍ଦିନ ଅନୁଭୂତିର ବ୍ୟବହାରିକ ପ୍ରସଙ୍ଗରେ ବିଶ୍ୱାସୀମାନଙ୍କୁ ମାର୍ଗଦର୍ଶନ କରିବାରେ ସାହାଯ୍ୟ କରେ। ତାହେଲେ ଚାଲନ୍ତୁ ଆମେ ପ୍ରଥମ ଦିନର ରବିବାର ଦିନର ପାଠ ଦେଖିବା। ବିଜୟୀ ପ୍ରବେଶ। ଯଦି ଆମେ ମାର୍କ 11:1-11 ପଢ଼ିବା, ଏଠାରେ କ'ଣ ଘଟୁଛି? ଆଉ ଏହି କାହାଣୀ ଅଧାରେ ଯୀଶୁ 2 ଜଣ ଶିଷ୍ୟଙ୍କୁ ନିକଟସ୍ଥ ଗାଁକୁ ପଠାଇ ଜେରୁସାଲେମକୁ ଯିବା ପାଇଁ ଏକ ଗଧ ଆଣିବା ପାଇଁ ଅନ୍ତର୍ଭୁକ୍ତ। ଆଉ ଏହି ଆକାଉଣ୍ଟରେ ଏତେ ସମୟ କାହିଁକି ଖର୍ଚ୍ଚ କରାଯାଏ, ତା ବିଷୟରେ ଆମେ ଆଲୋଚନା କରୁଛୁ। ଯେପରିକି ଆମେ ଦେଖୁଛୁ ମାର୍କ 11:1-11ରେ, ସେଠି ଆମେ ଦେଖୁଛୁ, ସେଠି ଲେଖାଯାଇଛି, ଯେତେବେଳେ ସେମାନେ ଜେରୁସାଲେମର ନିକଟବର୍ତ୍ତୀ ହୋଇ ଜିତ ପର୍ବତ ପାର୍ଶ୍ୱସ୍ଥ ବେଥାବି ଓ ବେଥାନିଆ ନିକଟରେ ଉପସ୍ଥିତ ହେଲେ। କିଏ? ଯୀଶୁଙ୍କ ଶିଷ୍ୟମାନେ। ଆଉ ସେତେବେଳେ ସେ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ 2 ଜଣଙ୍କୁ ଏହି କଥା କହି ପଠାଇଲେ।
ସେ କଣ କହିଲେ? ତୁମ ସମ୍ମୁଖ ତୁମମାନଙ୍କ ସମ୍ମୁଖସ୍ଥ ସେହି ଗ୍ରାମକୁ ଯାଅ, ଆଉ ସେଥିରେ ପ୍ରବେଶ କରିବା କ୍ଷଣେ ଯାହା ଉପରେ କେହି କେବେ ଚଢ଼ି ନାହାନ୍ତି ଏପରି ଗୋଟିଏ ଗଧ ଛୁଆକୁ ବନ୍ଧା ହୋଇଥିବା ଦେଖିବ, ଆଉ ତାକୁ ଫିଟାଇ ଘେନି ଆସ ବୋଲି ଯୀଶୁ ସେହି ଦୁଇ ଶିଷ୍ୟମାନଙ୍କୁ କହିଲେ। ଆଉ ଯେବେ କେହି ତୁମମାନଙ୍କୁ କାହିଁକି ଏହା କରୁଅଛ ବୋଲି କହେ, ତେବେ କହିବ, ଏହାଠାରେ ପ୍ରଭୁଙ୍କ ପ୍ରୟୋଜନ ଅଛି ବୋଲି କୁହ ବୋଲି ଯୀଶୁଖ୍ରୀଷ୍ଟ ସେମାନଙ୍କୁ କହିଲେ। ଆଉ ସେ ପୁନର୍ବାର ତାହାକୁ ଅବିଳମ୍ବେ ଏଠାକୁ ପଠାଇ ଦେବା। ସେମାନେ ଯାଇ ଦ୍ୱାର ନିକଟରେ ତାହାର ଦାଣ୍ଡରେ ବାହାର ଦାଣ୍ଡରେ ଗୋଟିଏ ଗଧ ଛୁଆକୁ ବନ୍ଧା ହୋଇଥିବା ଦେଖି ତାହାକୁ ପିଟାଇଲେ। ଯୀଶୁ ପ୍ରଭୁ ଯେପରି କରିଥିଲେ, ଯୀଶୁ ପ୍ରଭୁ ଯେପରି ସେମାନଙ୍କୁ ବୁଝେଇଥିଲେ, ସେହି ପରି ହିଁ ଘଟିଲା। ଯେବେ ସେମାନେ ସେ ଗାଁରେ ପ୍ରବେଶ କଲେ, ଆଉ ପ୍ରବେଶ କଲାବେଳେ ସେମାନେ ଦେଖିଲେ ସେ ଗାଁର ଦାଣ୍ଡରେ ଗୋଟିଏ ଗଧ ଛୁଆ ବନ୍ଧା ହୋଇଅଛି, ଆଉ ତାହାକୁ ପିଟାଇଲେ। ଯେବେ ସେମାନେ ପିଟାଉଥିଲେ, ସେଥିରେ ସେଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେହି କେହି ସେମାନଙ୍କୁ ପଚାରିଲେ। କଣ ପଚାରିଲେ? ଗଧ ଛୁଆକୁ ପିଟାଇ କଣ କରୁଛ? ଏହିପରି ସେମାନେ ପ୍ରଶ୍ନ କଲେ। ଯୀଶୁ ଯେପରି କହିଥିଲେ, ସେମାନେ ସେହିପରି ସେମାନଙ୍କୁ ଉତ୍ତର ଦେଲେ। ତହିଁରେ ସେମାନେ ସେମାନଙ୍କୁ ଅନୁମତି ଦେଲେ ବୋଲି ଆମେ ଦେଖୁଅଛୁ। ଯୀଶୁଙ୍କ ନିକଟକୁ ଗଧ ଛୁଆଟିକୁ ଆଣି ସେମାନେ ତାହା ଉପରେ ଆପଣା ଆପଣା ଲୁଗା ପକାଇ ଦେଲେ, ଆଉ ସେ ତାହା ଉପରେ ବସିଲେ। କିଏ? ଯୀଶୁ। ପୁଣି ଅନେକ ପଥରେ ଆପଣା ଆପଣା ଲୁଗା ବିଛାଇଲେ ଓ ଅନ୍ୟମାନେ କ୍ଷେତର ଡାଳ କାଟି ଆଣି ବିଛାଇ ଦେଲେ। ଯେବେ ଯୀଶୁ ପ୍ରଭୁ ସେଇ ଗଧ ଛୁଆ ଉପରେ ଚଢ଼ିଲେ, ଆଉ ସେତେବେଳେ ଅନେକ ଲୋକ ଆପଣା ଆପଣା ଲୁଗା ବିଛାଇଲେ। ତା ଛଡ଼ା ସେମାନେ ଗଛର ଢାଳ ବା କ୍ଷେତର ଡାଳକୁ କାଟି ଆଣି ବିଛାଇଲେ ବୋଲି ଆମେ ଦେଖୁଛୁ। ଆଉ ତାହା ଆଗରେ ଓ ପଛରେ ଯାଉଥିବା ଲୋକମାନେ ସେମାନେ ଉଚ୍ଚ ସ୍ୱରରେ କହିବାକୁ ଲାଗିଲେ। କଣ କହିଲେ? ହୋଶାନା, ହୋଶାନା, ହୋଶାନା। ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି ସେ ଧନ୍ୟ ବୋଲି ସେମାନେ ଉଚ୍ଚ ସ୍ୱରରେ କହିଲେ। ଆମମାନଙ୍କ ପିତୃପୁରୁଷ ଦାଉଦଙ୍କର ଯେଉଁ ରାଜ୍ୟ ଆସୁଅଛି ତାହା ଧନ୍ୟ ବୋଲି ସେମାନେ କହିଲେ। ଉଦ୍ଧାରକ ଉର୍ଦ୍ଧ୍ୱ ଲୋକରେ ହୋଶାନା ବୋଲି ସେମାନେ କହିଲେ। ପରେ ସେ ଜେରୁସାଲେମକୁ ଆସି ମନ୍ଦିରରେ ପ୍ରବେଶ କଲେ। ପୁଣି ଚତୁର୍ଥ ଗସ୍ତ ସମସ୍ତ ବିଷୟ ନିରୀକ୍ଷଣ କରି ସନ୍ଧ୍ୟା ହୋଇଯିବାରୁ ଦ୍ୱାଦଶ ସହିତ ବେଥନିଆକୁ ବାହାରି ଗଲେ ବୋଲି ଆମେ ଦେଖୁଛୁ। ବନ୍ଧୁ, ଏହାର ଉତ୍ତର ଦୁର୍ବିନୀତା ପ୍ରଥମ, ଏହା ଯୀଶୁଙ୍କ ଭବିଷ୍ୟବାଣୀ ଶକ୍ତିର ପ୍ରଭାବିତ କରେ। ତାଙ୍କ ଆଗମନର ମର୍ଯ୍ୟାଦା ବୃଦ୍ଧି କରେ ଏବଂ ଏହାକୁ ପରମେଶ୍ୱରଙ୍କ ଇଚ୍ଛା ସହିତ ଯୋଡ଼ିଥାଏ। ଦ୍ୱିତୀୟ, ଏହି କାହାଣୀରେ ଏହି ଦିଗ ଯାହାକି ସିକ୍ରିୟ 9:9-10ରେ ଆମେ ପାଉଛୁ, ତା ସହିତ ଯୋଡ଼ିବା, ସେଥିରେ ରାଜାଙ୍କ ଗଧ ଜେରୁସାଲେମକୁ ଗଡ଼ିବା ବିଷୟରେ କୁହାଯାଇଅଛି। ଏହା ଏକ ଗଧରେ ସୋଲୋମନଙ୍କ ଜେରୁସାଲେମକୁ ପ୍ରବେଶକୁ ମନେ ପକାଇ ଦିଏ, ଯାହା ପ୍ରଥମ ରାଜା ବୋଲି 1:32-4-39 ଆମେ ଦେଖୁଛୁ। ସେତେବେଳେ ଅଦୋନିୟ ସିଂହାସନ ହଡ଼ପ କରିବାକୁ ଚେଷ୍ଟା କଲେ ଏବଂ ଦାଉଦ ସଲୋମନଙ୍କୁ ତୁରନ୍ତ ମୁକୁଟ ପିନ୍ଧିବାକୁ ଆଦେଶ ଦେଲେ ବୋଲି। ଖ୍ରୀଷ୍ଟଙ୍କ ଜନ୍ମ 500 ବର୍ଷ ପୂର୍ବରୁ ଭବିଷ୍ୟବାଣୀ
ଜଖରିୟ ରାଜାଙ୍କ ଇସ୍ରାଏଲ ଆଗମନ ବିଷୟରେ ପୂର୍ବାନୁମାନ କଲେ। ଏହି ଭବିଷ୍ୟତବାଣୀ ଏବେ ପୂରଣ ହେବାକୁ ଯାଉଛି। ଜେରୁସାଲେମ ପ୍ରାୟ 2400 ଫୁଟ, ପ୍ରାୟ 740 ମିଟର ଉଚ୍ଚତାରେ ଏକ ପାହାଡ଼ିଆ ଅଞ୍ଚଳରେ ଅବସ୍ଥିତ। ଯୀଶୁଙ୍କ ଦିନରେ ଏହାର ଜନସଂଖ୍ୟା ବୋଧହୁଏ 40,000 ଟୁ 50,000 ଲୋକ ଥିଲେ। କିନ୍ତୁ ସେହି ସମୟରେ ଯୋଉ ଆମେ ଇଂରାଜୀରେ କହୁଛୁ ପାସଓଭର, ଏହା ବୃଦ୍ଧି ପାଇଥିଲା। ଆଉ ସହରରେ ମାତ୍ର 250 ଏକର ଜମି ରହିଥିଲା। କିନ୍ତୁ ସେଥିମଧ୍ୟରୁ ପ୍ରାୟ 77 ଏକର ଜମିରେ ଏହି ମନ୍ଦିର ରହିଛି। ସୁନ୍ଦର ମନ୍ଦିର ପରିସର ସହରରେ ଆଧିପତ୍ୟ ବଜାଇ ରଖିଥିଲା। ବନ୍ଧୁ, ଗୋପନୀୟତା ପାଇଁ ସମୟ ଯାହା ଯୀଶୁ ମାର୍କଙ୍କ ଅଧିକାଂଶ ସମୟରେ ଜୋର ଦେଇଥିଲେ, ତାହା ବିତିଗଲାଣି। ବର୍ତ୍ତମାନ ଯୀଶୁ ଖୋଲାଖୋଲି ଭାବରେ ଏକ ପ୍ରସିଦ୍ଧ ରାଜ ପ୍ରତିକ୍ରିୟା ବ୍ୟବହାର କରି ଜେରୁସାଲେମରେ ପ୍ରବେଶ କରନ୍ତି, ଯାହା ଆମେ ଆଗରେ ପଢ଼ି ସାରିଛୁ। ଚାଲନ୍ତୁ ଆମେ ଆଗକୁ ବଢ଼ିବା। ସୋମବାର, ଏକ ଅଭିଗପ୍ତ ବୃକ୍ଷ ଏବଂ ଏକ ପରିଷ୍କାର ମନ୍ଦିର, ଯାହା ମାର୍କ 11:12-26ରେ ଆମେ ଦେଖୁଛୁ। ଏଠାରେ ଚରିତ୍ର ଘଟଣା ଗୁଡ଼ିକର ମହତ୍ଵ କଣ? ସକାଳେ ଜେରୁସାଲେମ ଠାରୁ ମାତ୍ର 2 ମାଇଲ, ଯାହାକି 3 କିଲୋମିଟରରୁ କିଛି ଅଧିକ ଦୂର ବେଥନିକୁ ଆସି ଯୀଶୁ ଭୋକିଲା ଥିଲେ। ସେଠି ପତ୍ରରେ ଏକ ଅଙ୍ଗୁର ଗଛ ଦେଖି ସେ ପାଖକୁ ଯାଇ ବୋଧହୁଏ କିଛି ପ୍ରାରମ୍ଭିକ ଫଳ ପାଇବେ, ବା ଡୁମୁରି ଗଛ। ପୁରୁଣା ନିୟମ ଅନୁଯାୟୀ ଭୋକ ମେଣ୍ଟାଇବା ପାଇଁ ପଡ଼ୋଶୀଙ୍କ କ୍ଷେତ୍ର କିମ୍ବା ବଗିଚାରୁ ଖାଦ୍ୟ ଖାଇ ପାରୁଥିବାରୁ ଏହି କାର୍ଯ୍ୟକୁ ଚୋରି ବୋଲି ବିବେଚନା କରାଯାଏ ନାହିଁ, ଯାହା ଆମେ ଲେବୀୟ 19 ତାର 23-22ରେ ଦେଖଉଛୁ। ତା ଛଡା ଦ୍ୱିତୀୟ ବିବରଣ 23-25ରେ ଦେଖଉଛୁ। ଆଉ ମାର୍କ 11:14ରେ ଯଦି ଆମେ ଦେଖିବା ବି ଏହା ଆମେ ପାଉଛୁ। ଯେପରି ଆମେ ମାର୍କ ତାର 11:12-26 ଯଦି ଦେଖିବା, ସେଠି ଆମେ ପାଉଛୁ ଏହିପରି। ଏହା ତହିଁ ଆର ଦିନ ସେମାନେ ବେଥନିଆରୁ ଆସୁଥିବା ସମୟରେ ସେ କ୍ରୋଧିତ ହେଲେ। ଆଉ ସେ ଦୂରରୁ ପତ୍ର ଥିବା ଗୋଟିଏ ଡିମିରି ଗଛ ଦେଖି, କେଜାଣି ସେଥିରୁ ଫଳ ପାଇବେ, ଏହି ଆଶାରେ ତାହା ପାଖକୁ ଗଲେ। କିନ୍ତୁ ପାଖକୁ ଆସି ସେ ପତ୍ର ବିନା ଆଉ କିଛି ପାଇଲେ ନାହିଁ, କାରଣ ସେତେବେଳେ ଡିମିରି ଫଳର ସମୟ ନଥିଲା। ସେଥିରେ ଯୀଶୁ ତାହାକୁ କହିଲେ, ଆଉ କେବେ ହେ କେହି ତୋ ଠାରୁ ଫଳ ନ ଖାଉ। ତାହା ଶିଷ୍ୟମାନେ ଏହି କଥା ଶୁଣିଥିଲେ। ତାପରେ ଆମେ 15 ପଦରେ ଦେଖୁଛୁ, ଯୀଶୁ ମନ୍ଦିରରେ ପରିଷ୍କାର କରୁଛନ୍ତି। ତାପରେ ସେମାନେ ଜେରୁସାଲେମକୁ ଆସିଲେ। ଆଉ ସେ ମନ୍ଦିରରେ ପ୍ରବେଶ କରି ସ୍ଥାନରେ କ୍ରୟ ବିକ୍ରୟ କରୁଥିବା ଲୋକମାନଙ୍କୁ ବାହାର କରିଦେବାକୁ ଲାଗିଲେ। ପୁଣି ମୁଦ୍ରା ବ୍ୟବସାୟୀମାନଙ୍କର ମେଜ ଓ କାପ୍ତା ବ୍ୟବସାୟୀମାନଙ୍କର ଆସନ ଓଲଟାଇ ପକାଇଲେ। ଆଉ ମନ୍ଦିର ମଧ୍ୟ ଦେଇ କାହାରି କି କୌଣସି ପାତ୍ର ଘେନି ଯିବାକୁ ଅନୁମତି ଦେଲେ ନାହିଁ। ପୁଣି ସେ ସେମାନଙ୍କୁ ଶିକ୍ଷା ଦେଉ ଦେଉ କହିଲେ, ଏହା କଣ ଲେଖା ଅଛି ବା କଣ ଲେଖା ନାହିଁ? ଆମର ଗୃହ ସମସ୍ତ ଜାତି ନିମନ୍ତେ ପ୍ରାର୍ଥନା ଗୃହ ବୋଲି ବିଖ୍ୟାତ ହେବ, କିନ୍ତୁ
ତୁମମାନେ ତାହାକୁ ଦୃଶ୍ୟମାନଙ୍କ ଗୃହର କରିଅଛ ବା ଚୋରୀମାନଙ୍କ ଗୃହ କରିଅଛ ବୋଲି ସେ କହିଲେ। ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ ଏହା ଶୁଣି ତାହାଙ୍କୁ କି ପ୍ରକାର ବିନାଶ କରିପାରନ୍ତି ତାହା ବିଷୟରେ ସେମାନେ ଚେଷ୍ଟା କରିବାକୁ ଲାଗିଲେ। କାରଣ ଲୋକ ସମୂହ ତାହାଙ୍କୁ ଶିକ୍ଷାରେ ଆଚର୍ଯ୍ୟନୀୟ ହେବାରୁ ସେମାନେ ତାହାଙ୍କୁ ଭୟ କରୁଥିଲେ। ପ୍ରତିଦିନ ସନ୍ଧ୍ୟା ସମୟରେ ସେମାନେ ନଗରକୁ ବାହାରି ଯାଉଥିଲେ। ପୃଷ୍ଠ ଡିମିରି ବୃକ୍ଷରୁ ଶିକ୍ଷା ଯୋଉ ପୃଷ୍ଠ ଡିମିରି ବୃକ୍ଷରୁ ଶିକ୍ଷା ଆମେ ଯାହା ପାଉଛୁ ବନ୍ଧୁ, ଯେବେ ଯୀଶୁ ସକାଳେ ସେହି ବାଟ ଦେଇ ଯିବା ସମୟରେ ସେମାନେ ଡିମିରି ଗଛ ମୂଳରୁ ଶୁଖି ଯାଇଥିବା ଦେଖିଲେ। ସେଥିରେ ପିତର ପୂର୍ବ କଥା ସ୍ମରଣ କରି ତାହାକୁ କହିଲେ, ହେ ଗୁରୁ, ଦେଖନ୍ତୁ ଆପଣ ଯେଉଁ ଡିମିରି ଗଛକୁ ସାପ ବା ବିଶାପ ଦେଇଥିଲ ତାହା ଶୁଖିଗଲାଣି। ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ଈଶ୍ୱରଙ୍କ ଠାରେ ବିଶ୍ୱାସ ରଖ। ମୁଁ ତୁମମାନଙ୍କୁ ସତ୍ୟ କହୁଅଛି, ଯେ କେହି ଏହି ପର୍ବତକୁ ତୁ ଉଠି ସମୁଦ୍ରରେ ଯାଇ ପଡ଼ ବୋଲି କହିବ, ଆଉ ଆପଣା ହୃଦୟରେ ସନ୍ଦେହ ନ କରି ଯାହା କହୁଅଛି ତାହା ଘଟିବ ବୋଲି ବିଶ୍ୱାସ କର, ତା ନିମନ୍ତେ ତାହା ଘଟିବ ବୋଲି ଯୀଶୁ ସେମାନଙ୍କୁ କହିଲେ। ଅତଏବ ମୁଁ ତୁମମାନଙ୍କୁ କହୁଅଛି, ଯୀଶୁ କହିଲେ, ତୁମାନେ ଯାହା ଯାହା ପ୍ରାର୍ଥନା କର ଓ ମାଗ ସେସବୁ ପାଇଅଛ ବୋଲି ବିଶ୍ୱାସ କର, ସେଥିରେ ସେହି ସବୁ ପାଇବ। ପୁଣି ତୁମେମାନେ ଯେକୌଣସି ସମୟରେ ପ୍ରାର୍ଥନା କରିବାକୁ ଠିଆ ହୁଅ, ଯଦି ବାହାରି ବୁଦ୍ଧିରେ ତୁମାନଙ୍କ କିଛି କଥା ଥାଏ, ତାହେଲେ କ୍ଷମା କର, ଯେପରି ତୁମାନଙ୍କ ସ୍ୱର୍ଗସ୍ଥ ପିତା ମଧ୍ୟ ତୁମାନଙ୍କର ଅପରାଧ ସବୁ କ୍ଷମା କରିବେ। କିନ୍ତୁ ତୁମେମାନେ ଯେବେ କ୍ଷମା ନ କର, ତେବେ ତୁମାନଙ୍କ ସ୍ୱର୍ଗସ୍ଥ ପିତା ମଧ୍ୟ ତୁମାନଙ୍କୁ ଅପରାଧର କ୍ଷମା କରିବେ ନାହିଁ। ବନ୍ଧୁ, କେଡ଼େ ସୁନ୍ଦର ଭାବରେ ସେଇ ଡିମିରି ଗଛର ଉଦାହରଣରେ ଆମେ ଦେଖୁଅଛୁ। ଯେବେ ପରଦିନ ସକାଳେ ସହରକୁ ଫେରି ଗଲେ, ଆଉ ଯଦି ଆମେ ମାର୍କ 11:20-26 ଦେଖିବା, ଶିଷ୍ୟମାନେ ମୂଳରୁ ସେଇ ଯୋଉ ଡୁମୁରି ଗଛ ଶୁଖି ଯାଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ବୋଲି ଆମେ ଦେଖୁଅଛୁ। ଆଉ ଯୀଶୁ କହିଲେ କି ତୁମେ ପ୍ରାର୍ଥନା କ୍ଷମା ବିଷୟରେ ତାଙ୍କୁ ମନା କର। ଏକ ଶିକ୍ଷା ଦେଇଛନ୍ତି, ତାହା ଆମେ ଏହା ଜାଣିବାକୁ ପଡ଼ିବ। ତାହେଲେ ଚାଲନ୍ତୁ ଆମେ ଆଗକୁ ବଢ଼ିବା। କିଏ କହିଲା ତୁମେ ଏହା କରିପାରିବ? ମାର୍କ 11:27-33 ଯଦି ଆମେ ପଢିବା, ଏଠି ଆମେ ଧାର୍ମିକ ନେତାମାନେ ଯୀଶୁଙ୍କୁ କଣ ଚ୍ୟାଲେଞ୍ଜ ଆଣିଲେ ଏବଂ ସେ କିପରି ସେଇ ଚ୍ୟାଲେଞ୍ଜକୁ ପ୍ରତିକ୍ରିୟା ଦେଲେ। ଯୀଶୁ ମନ୍ଦିର ସଫା କରିବା ପରଦିନ ଧାର୍ମିକ ନେତାମାନେ ମନ୍ଦିର ଆଦାଲତରେ ତାଙ୍କୁ ଭେଟି ପଚାରନ୍ତି ଯେ ସେ ପୂର୍ବ ଦିନ କେଉଁ ଅଧିକାରରେ କାର୍ଯ୍ୟ କରୁଥିଲେ ବୋଲି। ସେମାନେ ସତ୍ୟ ଖୋଜୁନାହାନ୍ତି, ବରଂ ତାଙ୍କୁ ସଫାଇବାକୁ ଚେଷ୍ଟା କରୁଛନ୍ତି। ଯଦି ସେ କହନ୍ତି ଯେ ତାଙ୍କର କର୍ତ୍ତୃତ୍ୱ ଈଶ୍ୱରଙ୍କ ଠାରୁ ଅଟେ, ତେବେ ସେମାନେ ଅସ୍ୱୀକାର କରିବେ ଯେ ଜଣେ ସରଳ ଦେଶର ଏକ ବଢ଼େଇର ପୁଅ ଏହିପରି ଆଚାର୍ଯ୍ୟ କାର୍ଯ୍ୟ କରିପାରିବ କି? ଯଦି ସେମାନେ ସ୍ୱୀକାର କରନ୍ତି ଯେ ତାଙ୍କର କର୍ତ୍ତୃପକ୍ଷ ମନୁଷ୍ୟ ଅଟନ୍ତି, ତେବେ ସେମାନେ ତାଙ୍କୁ ମୂର୍ଖ ଭାବରେ ପ୍ରତ୍ୟାଖ୍ୟାନ କରିବେ। ବନ୍ଧୁ, ଯଦି ଆମେ ସେହି ଲୁକ ସେହି ମାର୍କ 11:27 ତାର 23-33 ପଦ ଦେଖିବା, ସେଠି ଆମେ ପାଉଛୁ କିପରି ଯୀଶୁଙ୍କର ଅଧିକାରକୁ ଆହ୍ୱାନ ଅଛି। ସେଠି ଆମେ ଦେଖୁଛୁ ବନ୍ଧୁ, ପରେ ସେମାନେ ପୁନର୍ବାର ଜେରୁସାଲେମକୁ ଆସିଲେ, ଆଉ ସେ ମନ୍ଦିର ମଧ୍ୟରେ ଭ୍ରମଣ କରୁଥିବା ସମୟରେ ପ୍ରାର୍ଥନା ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନ ବର୍ଗ ତାହାଙ୍କ ନିକଟକୁ ଆସି ପଚାରିଲେ, ତୁମେ କେଉଁ ଅଧିକାରରେ ଏ ସମସ୍ତ କରୁଅଛ?
ଅବା ଏହା ସବୁ କରିବାକୁ ତୁମକୁ କିଏ ଏହି ଅଧିକାର ଦେଲେ? କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ବନ୍ଧୁ, ମୁଁ ତୁମମାନଙ୍କୁ ଗୋଟିଏ କଥା ପଚାରିବି, ମୋତେ ଉତ୍ତର ଦିଅ। ତାହେଲେ ମୁଁ କେଉଁ ଅଧିକାରରେ ଏ ସମସ୍ତ କରୁଅଛି, ତାହା ତୁମମାନଙ୍କୁ କହିବି। ଜହନଙ୍କର ବାପ୍ତିସ୍ମ ସ୍ୱର୍ଗରୁ ନା ମନୁଷ୍ୟ ଠାରୁ ହେଲା? ମୋତେ ଉତ୍ତର ଦିଅ। ସେଥିରେ ସେମାନେ ପରସ୍ପର ତର୍କ ବିତର୍କ କରି କହିବାକୁ ଲାଗିଲେ, ବନ୍ଧୁ, ଯଦି ସ୍ୱର୍ଗରୁ ବୋଲି କହିବୁ, ତାହେଲେ ସେ କହିବେ, ତେବେ ତୁମମାନେ କାହିଁକି ତାହାକୁ ବିଶ୍ୱାସ କଲ ନାହିଁ? ଅବା ମନୁଷ୍ୟଠାରୁ ବୋଲି କଣ କହିବା? ସେମାନେ ଲୋକସମୂହକୁ ଭୟ କରୁଥିଲେ, କାରଣ ସମସ୍ତେ ଜହନଙ୍କୁ ପ୍ରକୃତରେ ଜଣେ ଭାବବାଦୀ ବୋଲି ମାନୁଥିଲେ। ଏଣୁ ସେମାନେ ଯୀଶୁଙ୍କୁ ଉତ୍ତର ଦେଲେ ନାହିଁ, ଆମ୍ଭେମାନେ ଜାଣୁନାହିଁ। ଯୀଶୁ ସେମାନଙ୍କୁ କହିଲେ, ତେବେ ମୁଁ କେଉଁ ଅଧିକାରରେ ଏ ସମସ୍ତ କରୁଅଛି, ତାହା ମୁଁ ମଧ୍ୟ ତୁମକୁ କହିବି ନାହିଁ। ବନ୍ଧୁ, ଏହିପରି ଏହି କାହାଣୀରେ ଯୀଶୁ ଧାର୍ମିକ ନେତାମାନଙ୍କୁ ଏକ ଗମ୍ଭୀର ଚେତାବନୀ ଦେଉଛନ୍ତି ଯେ ସେମାନଙ୍କ ପାଦ କେଉଁ ଆଡ଼କୁ ଯାଉଛି। ଏହି ଆଲୋକରେ ଦେଖିଲେ ତାଙ୍କୁ ଦୃଷ୍ଟାନ୍ତ ଏକ ସ୍ନେହପୂର୍ଣ୍ଣ ପୁନର୍ମାନ ସେମାନଙ୍କ ପାଇଁ ପରିବର୍ତ୍ତନ କରିବା ଏକ ନିର୍ଦ୍ଦିଷ୍ଟ ବିଚାରକୁ ଏଡ଼ାଇବାରେ ଏଡ଼ାଇବାରେ ବହୁତ ବିଳମ୍ବ ହୁଏ। ତାହେଲେ ଚାଲନ୍ତୁ ଆମେ ଆଗକୁ ବଢ଼ିବା। ପୃଥିବୀର କର୍ତ୍ତବ୍ୟ ଏବଂ ସ୍ୱର୍ଗର ଫଳାଫଳ। ମାର୍କ 12:13-27 ଯଦି ପଢ଼ିବା, ଏଠି ଏକ ପ୍ରଶ୍ନ ପଚାରିବାକୁ ଅଛି। ଏଠାରେ କଣ ଘଟୁଛି ଏବଂ ଯୀଶୁ କଣ ସତ ଶିକ୍ଷା ଦିଅନ୍ତି? ଧାର୍ମିକ ନେତାମାନେ ଯୀଶୁଙ୍କୁ ଏପରି ଏକ ଜିନିଷରେ ଧରିବାକୁ ଚେଷ୍ଟା କରୁଥିଲେ ଯେ ଯାହାକୁ ସେମାନେ ରୋମୀୟ ରାଜ୍ୟପାଳ କିମ୍ବା ଲୋକମାନଙ୍କୁ ନିନ୍ଦା କରିବା ପାଇଁ ବ୍ୟବହାର କରିପାରିବେ। ଏହି ବିବାଦରେ ଟିକସ ପୈଠ କରିବାର ପ୍ରଶ୍ନ ଉଠିଥିଲା, ଯେପରିକି ଆମେ ମାର୍କ ତାର 12:13-27 ପାଉଛୁ। କର ଦେବା ପ୍ରସଙ୍ଗ ପରେ ତାହାଙ୍କ କଥାର ଚିତ୍ର ଧରିବା ନିମନ୍ତେ ସେମାନେ ଫାରୁସୀ ଓ ହେରୋଦୀୟ ମାନଙ୍କ ମଧ୍ୟରୁ କେତେକଙ୍କୁ ତାହାଙ୍କ ପାଖକୁ ପଠାଇଲେ। କିଏ ସେ ଫାରୁସୀ ମାନେ? ସେଇ ଶାସ୍ତ୍ରୀ ମାନେ। ଆଉ ସେମାନେ ଆସି ତାହାଙ୍କୁ କହିଲେ, ହେ ଗୁରୁ, ଆମ୍ଭେମାନେ ଜାଣୁ ଆପଣ ସତ୍ୟ ଓ କାହାରିକି ଭୟ କରନ୍ତି, କାରଣ ଆପଣ ମନୁଷ୍ୟର ମୁଖାପେକ୍ଷା କରନ୍ତି, ମାତ୍ର ସତ୍ୟ ରୂପେ ଈଶ୍ୱରଙ୍କ ମାର୍ଗ ଶିକ୍ଷା ଦିଅନ୍ତି। କାଇସରକୁ କାଇସରଙ୍କୁ କର ଦେବା ବିଧି ସଙ୍ଗତ କି ନା ଆମେମାନେ ଦେବା କି ନାହିଁ? କିନ୍ତୁ ସେ ସେମାନଙ୍କୁ କପଟତା ଜାଣି ସେମାନଙ୍କୁ କହିଲେ, କାହିଁକି ମୋତେ ପରୀକ୍ଷା କରୁଅଛ? ଗୋଟିଏ ଅଧୂଳି ମୋ ପାଖକୁ ଆଣ, ମୁଁ ତାହା ଦେଖେ। ତେବେ ସେମାନେ ଗୋଟିଏ ଅଧୂଳି ଆଣିଲେ। ତହିଁରେ ସେମାନେ ତାହା ଆଣିଲେ ବୋଲି ଆମେ ଦେଖୁଅଛୁ। ସେ ସେମାନଙ୍କୁ ପଚାରିଲେ, ଏହି ମୂର୍ତ୍ତି ଓ ନାମ କାହାର? ସେମାନେ ତାହାକୁ କହିଲେ, କାଇସରଙ୍କର। ସେଥିରେ ଯୀଶୁ ସେମାନଙ୍କୁ କହିଲେ, ଯଦି ଏହା କାଇସରଙ୍କ ଯାହା ତାହା ଯାହା ତାହା କାଇସରଙ୍କୁ ଦିଅ, ପୁଣି ଈଶ୍ୱରଙ୍କ ଯାହା ତାହା ଈଶ୍ୱରଙ୍କୁ ଦିଅ। ତହିଁରେ ସେମାନେ ତାହାଙ୍କ କଥାରେ ଅନ୍ୟ ଚମତ୍କୃତ ହେଲେ ବୋଲି ଆମେ ଦେଖୁଅଛୁ। ସୁନ୍ଦରୀୟ ପୁନରୁତ୍ଥାନ ପ୍ରଶ୍ନ। ଏଥିଉତ୍ତରେ ପୁନରୁତ୍ଥାନ ନାସ୍ତି କରୁଥିବା ଯହୂଦୀ ମାନେ ତାହାଙ୍କ ନିକଟକୁ ଆସି ପଚାରି ଲାଗିଲେ, ହେ ଗୁରୁ, ମଉସା ମାନଙ୍କ ନିମନ୍ତେ ଲେଖିଅଛନ୍ତି ଯେ ଯଦି କୌଣସି ଲୋକର ଭାଇ ମରେ ଆଉ ତାହାର ଭାର୍ଯ୍ୟା ଜୀବିତ ଥାଏ, ପୁଣି ତାହାର କୌଣସି ସନ୍ତାନ ନଥାଏ, ତାହେଲେ ତାହାର ଭାଇ ତାହାର ଭାର୍ଯ୍ୟାକୁ ଗ୍ରହଣ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ।
ଆଉ ଦେଖନ୍ତୁ, 7 ଭାଇ ଥିଲେ। ପ୍ରଥମଟି ଗୋଟିଏ ସ୍ତ୍ରୀକୁ ବିବାହ କଲା ଓ ନିସ୍ତାନ୍ତ ହୋଇ ମଲା। ତାପରେ ପରେ ଦ୍ୱିତୀୟଟି ତାହାକୁ ଗ୍ରହଣ କରି ନିସ୍ତାନ୍ତନ ହୋଇ ମଲା। ତୃତୀୟଟି ସେହି ପ୍ରକାର। ଆଉ 7 ଜଣ ଯାକ ନିସ୍ତାନ୍ତ ହୋଇ ମଲେ। ସମସ୍ତଙ୍କ ଶେଷରେ ସେହି ସ୍ତ୍ରୀ ମଧ୍ୟ ମଲା। ପୁନରୁତ୍ଥାନ ସମୟରେ ଯେତେବେଳେ ସେମାନେ ଉଠିବେ, ସେତେବେଳେ ସେମାନଙ୍କର ମଧ୍ୟରୁ ସେ କାହାରି ସ୍ତ୍ରୀ ହେବ? 7 ଜଣଙ୍କ ତ ତାହାଙ୍କୁ ବିବାହ କରିଥିଲେ। ଆଉ ଯୀଶୁ ସେମାନଙ୍କୁ କହିଲେ, ଧର୍ମଶାସ୍ତ୍ର ପୁଣି ଈଶ୍ୱରଙ୍କ ଶକ୍ତି ମଧ୍ୟ ନ ଜାଣିବା କି ତୁମାନଙ୍କ ଭ୍ରାନ୍ତିର କାରଣ ନୁହେଁ? ଯେନୁ ମୃତ୍ୟୁମାନଙ୍କ ମଧ୍ୟରୁ ପୁନରୁତ୍ଥାନ ହେଲା ଉତ୍ତାରେ ଲୋକେ ବିବାହ କରନ୍ତି ନାହିଁ କିମ୍ବା ବିବାହିତ ହୁଅନ୍ତି ନାହିଁ, କିନ୍ତୁ ସ୍ୱର୍ଗତ ଦୂତମାନଙ୍କ ପରି ସେମାନେ ହୁଅନ୍ତି। ଏହିପରି ଯୀଶୁ ଖ୍ରୀଷ୍ଟ ସେମାନଙ୍କୁ ଉତ୍ତର ଦେଇଥିଲେ। ମାତ୍ର ମୃତ୍ୟୁମାନେ ଯେ ଉଦ୍ଧିତ ହୁଅନ୍ତି, ସେ ସମ୍ବନ୍ଧରେ ତୁମାନେ କି ମୂଷାଙ୍କ ଶାସ୍ତ୍ରରେ ଉଦାର ଉଭାନ୍ତରେ ପାଠ କରି ନାହଁ ଯେ ଈଶ୍ୱର କିପରି ତାହାଙ୍କୁ କହିଲେ, ଆମେ ଅବ୍ରାହ୍ମଙ୍କ ଈଶ୍ୱର, ଇସାକଙ୍କର ଈଶ୍ୱର ଓ ଯାକୁବଙ୍କର ଈଶ୍ୱର। ସେ ମୃତ୍ୟୁମାନଙ୍କର ଈଶ୍ୱର ନୁହେଁ, ମାତ୍ର ଜୀବିତ ମାନଙ୍କର ଈଶ୍ୱର। ତୁମାନେ ବଡ଼ ଭ୍ରାନ୍ତ ହେଉଅଛ ବୋଲି ଯୀଶୁ ସେମାନଙ୍କୁ କହିଲେ, ଏହିପରି ଉତ୍ତର ଦେଲେ। ବନ୍ଧୁ, ପୁନରୁତ୍ଥାନ ସିଦ୍ଧାନ୍ତ ବଦନାମ କରିବାକୁ ଚେଷ୍ଟା କରୁଥିବା ଯୁହୁଦୀମାନେ ପୁନରୁତ୍ଥାନରେ ନାରୀ କାହାର ପତ୍ନୀ ହେବ ତାହାର ଏକ ନୈତିକ ଦ୍ୱନ୍ଦ୍ୱକୁ ସୂଚାଉଛନ୍ତି। ଯୀଶୁ ଶାସ୍ତ୍ର ଓ ପରମେଶ୍ୱରଙ୍କ ଶକ୍ତି ବିଷୟରେ ଉଲ୍ଲେଖ କରି ସେମାନଙ୍କୁ ଯୁକ୍ତିରୁ ଦୁଇଟି ପର୍ଯ୍ୟାୟରେ ପ୍ରତିହତ କରନ୍ତି। ଆଉ ପ୍ରଥମ ପୁନରୁତ୍ଥାନରେ ପରମେଶ୍ୱରଙ୍କ ଶକ୍ତି ବିଷୟରେ ବର୍ଣ୍ଣନା କରନ୍ତି ଏବଂ ସୂଚାଇ ଦିଅନ୍ତି ଯେ ସ୍ୱର୍ଗରେ ବିବାହ ହେବ ନାହିଁ। ତାପରେ ସେ କହନ୍ତି, ଯୀଶୁ ସୂଚିତ କରନ୍ତି ଯେ ଏହାର ଅର୍ଥ ହେଉଛି ଯେ ସେମାନେ ପୁନରୁତ୍ଥାନ ହେବେ। ପରମେଶ୍ୱର ଯଦି ଅବ୍ରାହମ, ଇସାକ ଓ ଯାକୁବ ପରମେଶ୍ୱରଙ୍କ ଅଟନ୍ତି, ଯେଉଁମାନେ ବର୍ତ୍ତମାନ ପାଇଁ ମରିଯାଆନ୍ତି, ତେବେ ସେମାନେ ମରିପାରିବେ ନାହିଁ। ବନ୍ଧୁ, ଚାଲନ୍ତୁ ଆମେ ଆଗକୁ ବଢିବା। ସବୁଠାରୁ ବଡ଼ ଆଦେଶ, ସବୁଠାରୁ ବଡ଼ ଆଜ୍ଞା, ଯାହା ଆମେ ମାର୍କ 12:28-34 ପଢୁଛୁ। ବନ୍ଧୁତ୍ୱପୂର୍ଣ୍ଣ ଲେଖକ କଣ ଗଭୀର ପ୍ରଶ୍ନ ପଚାରିଥିଲେ ଏବଂ ଯୀଶୁ କଣ ଦ୍ୱିତୀୟ ଉତ୍ତର ଦେଇଥିଲେ? ବନ୍ଧୁ, ମାର୍କ ସୁସମାଚାର ଏହି ମୁହୂର୍ତ୍ତ ପର୍ଯ୍ୟନ୍ତ କେତେକ ବ୍ୟତିକ୍ରମ ବ୍ୟତୀତ ଅଧିକାଂଶ ଧାର୍ମିକ ନେତା ଯୀଶୁଙ୍କ ବିରୋଧ ଅଟନ୍ତି। ଆଉ ଏହି ବିଶେଷ କରି ଜେରୁସାଲେମର ସତ, ଯେଉଁଠାରେ ଯୀଶୁ ମନ୍ଦିର ପୂଜାକୁ ନେଇ ନେତୃତ୍ୱର ସମ୍ମୁଖୀନ ହୋଇଛନ୍ତି, ଯାହା ଯିହୁଦୀ ଧର୍ମରେ କେନ୍ଦ୍ରରେ ରହିଛି। ତେଣୁ ଜଣେ ଲେଖକ ବିବାଦ ଗୁଡ଼ିକୁ ଶୁଣିବା ଏବଂ ଯୀଶୁଙ୍କ ପ୍ରତିକ୍ରିୟା ପ୍ରଶଂସା କରିବା ଯୀଶୁଙ୍କ ପ୍ରତି ପ୍ରଚଳିତ ଶତ୍ରୁତା ସମ୍ମୁଖରେ ଉଭୟ ସୂଚକ ଏବଂ ସାହସ ପ୍ରଦର୍ଶନ କରେ। ଯେପରି ଆମେ ଦେଖୁଅଛୁ ଏହି ମାର୍କ 12:28 ତାର ଶେଷ ପଦ 34 ପଦରେ, କି ଶ୍ରେଷ୍ଠ ଆଜ୍ଞା କଣ? ସେତେବେଳେ ଶାସ୍ତ୍ରୀମାନଙ୍କ ମଧ୍ୟରୁ ଜଣେ ପାଖକୁ ଆସି ସେମାନଙ୍କ ବାଦାନୁବାଦ ଶୁଣି ଯେ ସେମାନଙ୍କୁ ଯଥାର୍ଥ ଉତ୍ତର ଦେଇଛନ୍ତି, ଏହା ଜାଣି ତାହାକୁ ପଚାରିଲେ, ସମସ୍ତ ଆଜ୍ଞା ମଧ୍ୟରେ କି ପ୍ରକାର ଆଜ୍ଞା ବା କେଉଁ ଆଜ୍ଞା ସମସ୍ତରୁ ପ୍ରାଧାନ୍ୟ ବୋଲି? ଆଉ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ପ୍ରଧାନ ଆଜ୍ଞା ହେଉଛି ଏହି, ଏ ଇସ୍ରାଏଲ ଶୁଣ, ପ୍ରଭୁ ଆମମାନଙ୍କର ଈଶ୍ୱର ଏକମାତ୍ର ପ୍ରଭୁ ଅଟନ୍ତି। ଆଉ ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରେମ କର।
ଏହା ହଉଛି ପ୍ରଥମ ଆଜ୍ଞା। ଆଉ ଦୁଇଟି ଆଜ୍ଞା ଏହା ହଉଛି, ତୁମେ ଆପଣା ପ୍ରତିବାସୀ କି ଆତ୍ମା ତୁଲ୍ୟ ପ୍ରେମ କର। ଏହି ଆଜ୍ଞା ଗୁଡିକ ଅପେକ୍ଷା ଆଉ କୌଣସି ଶ୍ରେଷ୍ଠର ଆଜ୍ଞା। ସେଥିରେ ସେହି ଶାସ୍ତ୍ରୀ ତାହାଙ୍କୁ କହିଲେ, ହେ ଗୁରୁ, ତାହା ସତ୍ୟ ଯେ ସେ ଏକ ଓ ତାହାଙ୍କ ବିନା ଆଉ କେହି ନାହିଁ। ଏହା ଆପଣ ଯଥାର୍ଥ କହିଅଛନ୍ତି। ପୁଣି ସମସ୍ତ ଅନ୍ତଃକରଣ, ସମସ୍ତ ବୁଦ୍ଧି ଓ ସମସ୍ତ ଶକ୍ତି ଦେଇ ତାହାଙ୍କୁ ପ୍ରେମ କରିବା ଏବଂ ପ୍ରତିବାସୀ କି ଆତ୍ମତୁଲ୍ୟ ପ୍ରେମ କରିବା ସମସ୍ତ ହୋମ ଓ ବଳିଦାନ ଅପେକ୍ଷା ଗୁରୁତ୍ୱର ବୋଲି ସେ ବୁଦ୍ଧି ସହିତ ଉତ୍ତର ଦେଇଛନ୍ତି। ଦେଖି ଯୀଶୁ ତାହାଙ୍କୁ କହିଲେ, ଈଶ୍ୱରଙ୍କ ରାଜ୍ୟରୁ ଠାରୁ ତୁମେ ଦୂରବର୍ତ୍ତୀ ନାହିଁ। ଏଥିଉତ୍ତାରେ କେହି ତାହାଙ୍କୁ ଆଉ କୌଣସି ପ୍ରଶ୍ନ ପଚାରିବାକୁ ସାହସ କଲେନି। ବନ୍ଧୁ, ଏହିପରି ଯୀଶୁଙ୍କ ସମୟରେ ଅନେକ ଲୋକ ଥିଲେ। ଅନେକ ଲୋକ ଏହିପରି ପ୍ରଶ୍ନ କଲେ, ଆଉ ଯୀଶୁ ସେମାନଙ୍କ ପ୍ରଶ୍ନର ଉତ୍ତର ଦେଲେ। ଚାଲନ୍ତୁ ଆମେ ଆଗକୁ ପଢିବା। ବନ୍ଧୁ, ମନେ ରଖିବାକୁ ପଡିବ ଯେ ଖ୍ରୀଷ୍ଟଙ୍କ ନିଜ ଶକ୍ତି ଦ୍ୱାରା ସୃଷ୍ଟି କରିଥିବା ବୃକ୍ଷକୁ ଅଭିଶାପ ଦେବାରେ ଖ୍ରୀଷ୍ଟଙ୍କ କାର୍ଯ୍ୟ ସମସ୍ତ ଚର୍ଚ୍ଚ ଏବଂ ସମସ୍ତ ଖ୍ରୀଷ୍ଟିଆନ ମାନଙ୍କ ପାଇଁ ଏକ ଚେତାବନୀ ଭାବରେ ଦିଆଯାଇଅଛି। ଅନ୍ୟ ସେବା ନକରି କେହି ଈଶ୍ୱରଙ୍କ ନିୟମକୁ ବଞ୍ଚାଇ ପାରିବ ନାହିଁ। କିନ୍ତୁ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଖ୍ରୀଷ୍ଟଙ୍କ ଦୟାଳୁ ସ୍ୱାର୍ଥପର ଜୀବନକୁ ବଞ୍ଚାନ୍ତି ନାହିଁ। ଯେଉଁମାନେ ନିଜକୁ ଶ୍ରେଷ୍ଠ ଖ୍ରୀଷ୍ଟିଆନ ଭାବନ୍ତି, ସେମାନେ ବୁଝିପାରୁନାହାନ୍ତି ଯେ ପରମେଶ୍ୱର ସେବା କଣ। ସେମାନେ ନିଜକୁ ଖୁସି ରଖିବା ପାଇଁ ଯୋଜନା କରନ୍ତି ଏବଂ ଅଧ୍ୟୟନ କରନ୍ତି। ସେମାନେ କେବଳ ନିଜ ଉଦ୍ଦେଶ୍ୟରେ କାର୍ଯ୍ୟ କରନ୍ତି। ସମୟ କେବଳ ସେମାନଙ୍କ ପାଇଁ ମୂଲ୍ୟବାନ ଅଟେ, କାରଣ ସେମାନେ ନିଜ ପାଇଁ ଏକାଠି ହୋଇପାରିବେ। ଜୀବନର ସମସ୍ତ କାର୍ଯ୍ୟରେ ଏହା ହିଁ ସେମାନଙ୍କର ଉଦ୍ଦେଶ୍ୟ। ସେମାନେ ଅନ୍ୟମାନଙ୍କ ପାଇଁ ନୁହେଁ, ବରଂ ନିଜ ପାଇଁ ସେବା କରନ୍ତି। ଈଶ୍ୱର ସେମାନଙ୍କୁ ଏପରି ଏକ ଦୁନିଆରେ ରହିବା ପାଇଁ ସୃଷ୍ଟି କରିଛନ୍ତି ଯେଉଁଠାରେ ନିତ୍ୟ ସ୍ୱାର୍ଥପର ସେବା କରିବା ଆବଶ୍ୟକ। ସେମାନଙ୍କର ସହକର୍ମୀମାନଙ୍କୁ ସମସ୍ତ ସମ୍ଭବ ଉପାୟରେ ସାହାଯ୍ୟ କରିବା ପାଇଁ ଆକାରିତ କରାଯାଇଛି। କିନ୍ତୁ ଆତ୍ମା ଏତେ ବଡ଼ ଯେ ସେମାନେ ଅନ୍ୟ କିଛି ଦେଖି ପାଆନ୍ତି। ସେମାନେ ମାନବିକତା ସହ ଯୋଗାଯୋଗରେ ନାହାନ୍ତି। ଏହିପରି ଯେଉଁମାନେ ନିଜ ପାଇଁ ବଞ୍ଚିଥାନ୍ତି, ସେମାନେ ଡୁମୁରି ଗଛ ପରି ଅଟନ୍ତି, ଯାହା ପ୍ରତ୍ୟେକ ପ୍ରଲୋଭନ ସୃଷ୍ଟି କରିଥିଲା କିନ୍ତୁ ଫଳହୀନ ଥିଲା। ସେମାନେ ପୂଜାରୁ ରୂପ ପାଳନ କରନ୍ତି କିନ୍ତୁ ଅନୁତାପ କିମ୍ବା ବିଶ୍ୱାସ କରନ୍ତି ନାହିଁ। ବୃତ୍ତିରେ ସେମାନେ ଈଶ୍ୱରଙ୍କ ନିୟମକୁ ସମ୍ମାନ ଦିଅନ୍ତି କିନ୍ତୁ ସେମାନେ ଦିଅନ୍ତି ନାହିଁ। କିନ୍ତୁ ଅନଗତ୍ୟର ଅଭାବ ଥାଏ, ସେମାନେ କହନ୍ତି କିନ୍ତୁ କରନ୍ତି ନାହିଁ। ସେହି ଡିମୁରି ଗଛର ଉଦାହରଣ କରାଯାଇଥିବା ବାକ୍ୟରେ ଖ୍ରୀଷ୍ଟ ଦର୍ଶାଇଛନ୍ତି ବନ୍ଧୁ ଯେ ତାଙ୍କ ଆଖିରେ ଏହି ନିରର୍ଥକ ପ୍ରଲୋଭନ କିଡ଼େ ଧନ୍ୟ। ସେ ଘୋଷଣା କରନ୍ତି ଯେ ଯିଏ ପରମେଶ୍ୱର ସେବା କରିବାକୁ ଦାବି କରେ କିନ୍ତୁ ଯିଏ ତାଙ୍କ ମହିମାର କୌଣସି ଫଳ ଦିଏ ନାହିଁ, ତାଠାରୁ ଖୋଲା ପାପୀ ମାନେ ସେ ପାପୀ, ସେ ଖୋଲା ଖୋଲିରେ ସେ ପାପ କାମ କରୁଅଛି। ତାହେଲେ ପ୍ରିୟ ବନ୍ଧୁ, ଚାଲନ୍ତୁ ଖ୍ରୀଷ୍ଟ ନାମ ନେଇ ଖ୍ରୀଷ୍ଟିଆନ ବୋଲି କହିବା ମାତ୍ରେ ଆମେ ଖ୍ରୀଷ୍ଟଙ୍କ ସେବକ ନୁହେଁ। ଯଦି ଆମେ ଖ୍ରୀଷ୍ଟଙ୍କ ସେବକ, ତାହେଲେ ଖ୍ରୀଷ୍ଟଙ୍କ କଥା ମାନିବାକୁ ପଡ଼ିବ, ତାଙ୍କ ସେବା କରିବାକୁ ପଡ଼ିବ, ଆଉ ନିଜକୁ ତାଙ୍କଠାରେ ସମର୍ପଣ କରିବାକୁ ପଡ଼ିବ। ତାହେଲେ ଚାଲନ୍ତୁ ଖ୍ରୀଷ୍ଟଙ୍କ ଠାରେ ସମର୍ପଣ କରି ତାହାଙ୍କ ମଧୁର ନାମେ ଆମେ ପ୍ରାର୍ଥନା କରିବା। ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ହେ ଆମ୍ଭମାନଙ୍କ ସର୍ବଶକ୍ତି, ସର୍ବଜ୍ଞାନୀ, ପ୍ରେମର ସାଗର, ଦୟାମୟ, ଅନ୍ତର୍ଜମୀ, ପରମ
ଧନ୍ୟବାଦ ଅର୍ପଣ କରୁଅଛୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣିଲେ ସେହି ବାକ୍ୟ ଅନୁସାରେ ଏମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ ଶତ୍ରୁ ଶୈତାନ ହାତରୁ ଏମାନଙ୍କୁ ଦୂରେଇବା। ପରିଶେଷ ଯେବେ ତୁମେ ତୁମ ସେହି ସହସ୍ରଦୂତଙ୍କ ସହ ଆସିବେ ସେତେବେଳେ ଆମମାନଙ୍କୁ ବାସସ୍ଥାନ ଦେବନି। ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁମୟ ନାମରେ ଏହି ଛୋଟ ବିଦ୍ୟମାନ ଉଚ୍ଚସ୍ତରୀ ଗ୍ରହଣ କର। ଆମେନ୍।